ओके नमस्कार गुड मॉर्निंग जय आरसीएम सुप्रभात ସମସ୍ତଙ୍କୁ। ହୁଁ। ହଁ ସକାଳୁ ସକାଳୁ ଆମେ ଦେଖା ହବାର ଗୋଟେ ସୁବ୍ୟବସ୍ଥା ଅଛି। ଆଜି ଦିନଟା ଆପଣମାନଙ୍କର ବହୁତ ଭଲରେ କଟିବ, ଖୁସିରେ କଟିବ, ପୁରା ବିନ୍ଦାସରେ କଟିବ, ପରିବାର ବି ବହୁତ ସୁଖରେ ବି ରହିବେ। ତ ଶୁଭ ମନାସିକି ଏ ପ୍ରୋଗ୍ରାମକୁ ଆମେ ଷ୍ଟାର୍ଟ କରିବା। ଇଏ ଗୁରୁକୁଳ ଶାଖା ଗୁରୁକୁଳରେ ଯାହା ଯାହା ଆଲୋଚନା ହେଉଛି ଆମେ ତାକୁ ଭଲ ଭାବରେ ଆଲୋଚନା କରିବା ପାଇଁ, ମନେ ରଖିବା ପାଇଁ, ଆଉ ସମ୍ପୂର୍ଣ୍ଣ ନିଜ ଜୀବନରେ ଆଗକୁ ବଢିବା ଆଉ ତା ସହିତ ଦୁନିଆରେ ବି ସମସ୍ତଙ୍କୁ ଆଗକୁ ବଢେଇବା ପାଇଁ ଏ ଯୋଉ ପ୍ରୟାସ ଆମର ରହୁଛି, ତ ସେଥିରେ ଆପଣମାନଙ୍କର ସହଯୋଗ ସବୁଠୁ ବହୁତ ବଡ଼ ମହତ୍ୱପୂର୍ଣ୍ଣ, ତାକି ଆମେ ପୁରା ଦୁନିଆକୁ ବି ଡେଭଲପମେଣ୍ଟ କରିବାରେ ଆମେ ବି ସକ୍ଷମ ବି ହେଇପାରିବା। ତ ଯାହା ହଉ, ବହୁତ ବଢିଆ କଥା। ଆଜି ଘନ ଭାଇ ବି ଆମ ସାଙ୍ଗରେ ଅଛନ୍ତି, ରୟାଲ୍ଟି ଆଚିଭର। ତ ତାଙ୍କର ବି ପ୍ରୟାସ ବି ବହୁତ ବଢିଆ। ଯେ ଘନ ଭାଇ ବହୁତ କିଛି କରନ୍ତି। ଯେତେବେଳେ ଅନଲାଇନ ହୋମ ଡେଲିଭରି ସୁବିଧା ନଥିଲା, ସେତେବେଳେ ଚାଉଳିଆଗଞ୍ଜରେ ନିଜର ପିକଅପ୍ ସେଣ୍ଟର ଭଳି ଡିସପ୍ଲେ ୱାଲ୍ ତିଆରି କରିଥିଲେ, ଟିମକୁ ସର୍ଭିସ ବି ଦଉଥିଲେ, ବହୁତ ବଢିଆ କାମ କରୁଥିଲେ। ଆଉ ଆଜି ବି ତାଙ୍କର କେଉଁଝରରେ ବି ଟିମ୍ ଅଛି, ବହୁତ ଭଲ ସପୋର୍ଟ ବି ଦଉଛନ୍ତି, ସେ ଆମ ସାଙ୍ଗରେ ଅଛନ୍ତି, ବହୁତ ବଢିଆ, ବହୁତ ଖୁସି ଲାଗୁଛି। ତ ସମସ୍ତେ ଆସିଲେ କଣ ହୁଏ କି ଯେମିତିକି କୁହାଯାଏ ନା, କେବଳ ଗୋଟେ ଫୁଲ ଦେଖିଲେ ସୁନ୍ଦର ଦେଖା ହୁଏନି, କିନ୍ତୁ ଫୁଲର ଗୋଟେ ଗୁଲଦସ୍ତା ଯଦି ଆମେ ଦେଖେଇ ଦେଇପାରିବା ତ ସେଟା ବହୁତ ସୁନ୍ଦର ଦେଖା ହବ। ଯାହା ହଉ, ଆପଣ ବହୁତ ବଢିଆ। ସମସ୍ତେ ଧୀରେ 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 ପରସ୍ପରର ହାତ ଧରିକି ଆମେ ସମସ୍ତଙ୍କୁ ଧୀରେ 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 ଆମେ ଏଇ ଯୋଉ ସୁନ୍ଦର ଦୁନିଆ ତିଆରି ହବାକୁ ଯାଉଛି, ଯୋଉ ସଂସାର ପ୍ରତି ବହୁତ କିଛି କରିବା ପାଇଁ ଯୋଉ ପ୍ରକାର ପ୍ରେରଣା ଆମକୁ ମିଳୁଛି ଗୁରୁକୁଳରେ, ତ ସମସ୍ତଙ୍କୁ ଦିନେ ନା ଦିନେ ଦିନେ ନା ଦିନେ ଆମେ ଧରିକି ଆସିବା ବୋଲି ସେ ବିଶ୍ୱାସ, ସେ ଭରସା ଆମମାନଙ୍କ ସମସ୍ତଙ୍କ ପାଖରେ ମୋର ଅଛି। ଆଜି ଗୁରୁକୁଳ ବହୁତ ବହୁତ ପାୱାରଫୁଲ, ସମ୍ପୂର୍ଣ୍ଣ ଦୁନିଆକୁ ଡେଭଲପମେଣ୍ଟ କରିବା ପାଇଁ ଆଜି ଟିସି ସାର୍ଙ୍କର ଯୋଉ ପ୍ରକାର ବାର୍ତ୍ତା ଆମ ପାଖରେ ଥିଲା, ତ ସେଟା ବହୁତ ବହୁତ ବଡ କଥା। ଆଉ ଲାଷ୍ଟରେ ସାର୍ ଗୋଟେ ବହୁତ ବଡ କଥା କହିଲେ, ହୁଏତ ସେଟା ମତେ ବହୁତ ଆଟ୍ରାକ୍ଟିଭ ଲାଗେ, ଆଉ ଆପଣମାନଙ୍କୁ ବି ଲାଗୁଥିବ, ଯେ କି ଜିଦ୍ଦି ଆଦମୀ ହିଁ ଇତିହାସ ରଚତା है। ମାନେ ଯାହାର ଜିଦ୍ଦି ଅଛି ମନ ଭିତରେ ଯେ ମୁଁ କିଛି ଦୁନିଆ ପାଇଁ କିଛି କରିବି, ସେ ହିଁ ଇତିହାସ ଲେଖିଥାଏ। ତ ଇତିହାସ ଲେଖିବା ପାଇଁ ଯଦି, ହଁ, ଦିନେ ନା ଦିନେ ଆସିଛେ ଏ ଦୁନିଆକୁ, ଦିନେ ନା ଦିନେ ଚାଲିଯିବା। ଯେତିକି ଦିନ ପାଇଁ ଆସିଥିବା ସେତିକି ଦିନ ପାଇଁ ଭଗବାନ ଆମକୁ ରଖିବେ, କିନ୍ତୁ ଆମେ ଯଦି ଦୁନିଆ ପାଇଁ କିଛି କରିକି ଯାଇଥିବା, ତାହେଲେ ଦୁନିଆ ଆମକୁ ସବୁଦିନେ ମନେ ରଖିଥିବ। ଆଜି ଶହେ ଶହେ ବର୍ଷ ଲୋକଙ୍କ ହୃଦୟରେ ରହିବାକୁ ହେଲେ 100 ବର୍ଷ ବଞ୍ଚିବା ଦରକାର ନାହିଁ। ଗୋଟେ ଦିନ ଏମିତି କିଛି କାମ କରିଦେଇ ଯିବା ଯୋଉଥିରେ କି ଦୁନିଆ ଆମକୁ ସବୁଦିନେ ମନେ ରଖିଥିବ। ତ ସେଥିଲାଗି ଆମେ ସମସ୍ତଙ୍କର ଉନ୍ନତି ଚିନ୍ତା କରିବା। ଆ, ଆଜି ଆମେ ଷ୍ଟାର୍ଟ କରିବା। ଆକ୍ଚୁଆଲି ଗ୍ରୋଥର ଫର୍ମୁଲା ଉପରେ ଆଜି ସାର୍ ବହୁତ ଭଲ ଭାବରେ କହିଲେ, ଆଉ ଯୋଉ ଟିମରେ ବି ମୁଁ ଦେଖୁଛି ଗ୍ରୋଥର ଫର୍ମୁଲାକୁ ଆପ୍ଲାଏ କରୁଛନ୍ତି, ନିଜ ଟିମରେ ଆପ୍ଲାଏ କରୁଛନ୍ତି। ତ ସେ ଟିମ୍ ଦିନକୁ ଦିନ ଡେଭଲପମେଣ୍ଟ ହେଇ ହେଇ ଚାଲିଛି। ତ ଗ୍ରୋଥ ଯୋଉ ହଉଛି, ତା ଗୋଟେ ଫର୍ମୁଲା ଅଛି, ଯୋଉଟା କି କେବଳ ଆରସିଏମ ରେ ହିଁ ଦେଖିବାକୁ ମିଳେ। ସେ ଫର୍ମୁଲା ହଉଛି ଗେସେସ ର ଫର୍ମୁଲା, GASES। ଜି ଜି ଫର ଗ୍ରୋଥ। ସମସ୍ତେ ଚାହାନ୍ତି ଯେ କିଛି ନା କିଛି କୋଉଠି ନା କୋଉଠି, କେବଳ ପୁରା ସମ୍ପୂର୍ଣ୍ଣ ପ୍ରାଣୀ ଜଗତ ସମସ୍ତେ ଚାହାନ୍ତି, ଉଦ୍ଭିଦ ଜଗତ, ପ୍ରାଣୀ ଜଗତ ସମସ୍ତେ ଚାହାନ୍ତି ଯେ ଗ୍ରୋଥ କରିବା ପାଇଁ। ଆଗକୁ ଯଦି ନ ବଢିବା, ତାହେଲେ ଆମେ ଆଗକୁ ବଢିପାରିବା ନାହିଁ। ଗ୍ରୋଥ ଗ୍ରୋଥ ଆମକୁ କେମିତି କରିବାକୁ ପଡିବ ନା, ଆମକୁ ଯୋଉ ଲେବୁଲରେ ଆମେ ଅଛେ, ଆମେ 100% ଗ୍ରୋଥ କରିପାରିବା। 100% ଗ୍ରୋଥ। ଆଜି ଯଦି କିଏ ବିଗନର ପିନ୍ ଅଛି, 20,000 PV ରେ ଅଛି, 100% ଗ୍ରୋଥ ମିନ୍ସ 40,000 PV। 40,000 PV କରିବା ପାଇଁ ସରଳ ତରିକା ବି ହେଉଛି ଯେ ଯୋଉଠି 5,000 PV ହେଇଥିଲା ତଳେ, ତ ସେଇ ଜାଗାରେ ଯଦି ଆମେ ତାକୁ ଡେଭଲପମେଣ୍ଟ କରିକି କିଛି କିଛି ବଢେଇ ଦେବା, ତାହେଲେ 20,000 ପାଖରେ ଆମେ 40,000 ବି ହେଇଯାଇ ପାରିବ। 100% ଗ୍ରୋଥ ବି ହେଇଯାଇ ପାରିବ। ତା ଛଡା ଦ୍ୱିତୀୟ କଥା, ଯେ ଡେଲି ଗ୍ରୋଥ ଇଏ ସମ୍ଭବ ହେଇପାରିବ କୋଉଠି ନା, ଆମର ପ୍ରତ୍ୟେକ ଦିନ ଯଦି ଆମେ କିଛି ନା କିଛି ବଢୁଥିବା, ତ ତାହେଲେ ଆମେ ଡେଲି ଗ୍ରୋଥ ହେଇପାରିବ। ପରଚେଜ କରିବାରେ ଗ୍ରୋଥ, କିମ୍ବା ନୂଆ ଲୋକଙ୍କୁ ଯୋଡ଼ିବାରେ ଗ୍ରୋଥ,
ଯୋଉଥିରେ ପ୍ରତ୍ୟେକ ଦିନ କିଛି ନା କିଛି ଆଡ୍ କରିଥିବା, ତାହେଲେ ଆମେ ପ୍ରତ୍ୟେକ ଦିନ ଗ୍ରୋଥ ହେଇପାରିବ। ଆଉ ତା ଛଡା ଯେ ନ୍ୟୁ ଭାଇଟାଲ ଟିମରେ ଯେତେବେଳେ ନୂଆ ଭାଇଟାଲ ତିଆରି ହେବେ, ତ ଆନନ୍ଦ ହିଁ ଆନନ୍ଦ ଲାଗିବ। ଲାଗିବ କି ଆଜି ଯୋଉ ବାବୁ ଯାହାକୁ ଆମେ ଜଏନିଂ କରିଥିଲେ ସେ ବିଶ୍ୱାସ କରୁନଥିଲେ ଆରସିଏମ ସିଷ୍ଟମକୁ, ଆଜି ସେ ଭାଇଟାଲ ପିନ୍, ବିଗନର ପିନ୍, ଆଜି ସେ ଷ୍ଟାର୍ଟର ପିନ୍, ଆଜି ସେ ଓପନର, ଇଗଲ କି ରନର, ଆଜି ଆଜି ସେ ବ୍ୟକ୍ତି ମତେ ତ ଗର୍ବ, ମୋ ଅଫଲାଇନ କୁ ବି ଗର୍ବ ଲାଗୁଥିବ। ଦିନେ ନା ଦିନେ ମୁଁ ବି ତ ମନା କରୁଥିଲି ଆରସିଏଫ ରେ ଜଏନ କରିବା ପାଇଁ, କାମ କରିବା ପାଇଁ ମୁଁ ବି ଲାଗୁଥିଲି। ଆଜି ମୁଁ ଯେତେବେଳେ ଟେକ୍ନିକାଲ ଆଚିଭର ମୋ ଅଫଲାଇନ କୁ ନିଶ୍ଚୟ ଭଲ ଲାଗୁଥିବ କି ଇଏ ଇଏ ମନା କରୁଥିଲେ, ଆଙ୍କୁ ମୁଁ ଗାଡିରେ ବସେଇକି ନେଇକି ଯାଇଥିଲି, ମୁଁ ଜଏନିଂ କରିଥିଲି। ତ ଆଜି ତାଙ୍କ ହାତ ଧରିକି ଆଜି ମୁଁ ଟେକ୍ନିକାଲ ଆଚିଭର, ମୋ ତଳେ ଜଣେ ଟେକ୍ନିକାଲ ଆଚିଭର। ତ ଇଏ ବି ଗର୍ବ ଲାଗିବ। ଆପଣଙ୍କ ତଳେ ବି ଯୋଉମାନେ ବି ଅଛନ୍ତି, ସେମାନଙ୍କୁ ଯଦି ନୂଆ ଭାଇଟାଲ ତିଆରି କରିବା, ସେ ବି ଆପଣଙ୍କ ମନ ଭିତରେ ବହୁତ ବଡ ଗର୍ବ ବି ଲାଗିବ। ଆଉ ତା ଛଡା ଅ, ବିଶେଷ କରି ରୟାଲଟି ଆଉ ଟେକ୍ନିକାଲ ମାନଙ୍କର ଯୋଉମାନେ ବି ଅଛନ୍ତି, ତାଙ୍କର ଗୁରୁ ଦାୟିତ୍ୱ ରହୁଛି ଯେ ଆମର ଯୋଉ ସେବା କେନ୍ଦ୍ର ସବୁ ରହିଛି, ଏ ସେବା କେନ୍ଦ୍ରକୁ ଉନ୍ନତି କରାଇବା। ଯଦି ସେବା କେନ୍ଦ୍ର ବହୁତ ଭଲ ଅଛି, ଯଦି ସେବା କେନ୍ଦ୍ରରେ ପ୍ରଡକ୍ଟ ଅଛି, ସେବା କେନ୍ଦ୍ରର ପ୍ରଡକ୍ଟ ସଫା ସୁତୁରା ଅଛି, ସେବା କେନ୍ଦ୍ର ବହୁତ ଭଲ ଡେକୋରମ ବି ମେଣ୍ଟେନ ହଉଛି, ତାହେଲେ ସେ ଜାଗାକୁ ଯେକୌଣସି ସାଥୀ ନୂଆ ଲୋକଙ୍କୁ ନେଇକି ଗଲେ ବି ସୁଦ୍ଧା ସେମାନେ ପଜିଟିଭ ବି ହେବେ। ଆଉ କେବଳ ଯେ ଆମ ଟିମର ଲୋକ ଯେତେବେଳେ ଯାଉଛନ୍ତି ପଜିଟିଭ ହେବେ, ଅଲଗା ଟିମର ଲୋକ ଯାଉଛନ୍ତି ପଜିଟିଭ, ସେ କଥା ଚିନ୍ତା ଯଦି ବିଚାର ମନ ଭିତରେ ଆସିବ, କାରଣ ପୃଥିବୀଟା ଗୋଲ, ସବୁ କିଛି ବୁଲି ବୁଲିକି ପୁଣି ଆମ ପାଖକୁ ପଳେଇ ଆସିବ। ଯଦି ଆମେ କ୍ରସ୍ ଟିମ୍କୁ ନେଗେଟିଭ କରୁଥିବା, କିନ୍ତୁ ସେଇ କ୍ରସ୍ ଟିମ୍ ବୁଲେଇ ବୁଲେଇ ଆମ ଟିମ୍ରେ ବି ନେଗେଟିଭ କରିଦେବ। ସେଥିପାଇଁ ସମସ୍ତଙ୍କୁ ପଜିଟିଭ କରିବା, ପୁରା ହିନ୍ଦୁସ୍ତାନ ପଜିଟିଭ ରହିବ। ତ ଇଏ ହଉଛି ଗୋଟେ ବହୁତ ଭଲ କଥା। ଜି ରେ ଆପଣ ଦେଖିଲେ ଏଇ ଚାରିଟି ପଏଣ୍ଟ ଆପଣ ଦେଖିଲେ, ଇଏ ଏ पर ଆକ୍ଟିଭ କରିକି ବୃଦ୍ଧି କରିବା। ମାନେ ଯିଏ ନୂଆ ଲୋକଟି ଜଏନିଂ କରୁଛି, ଆମେ ମ୍ୟାକ୍ସିମମ୍ ଟାଇମ କଣ ହଉଛି, ଆମେ 10 ଜଣକୁ ଜଏନିଂ କରୁଛେ, ବାକି 9 ଜଣ ନେଗେଟିଭ ହେଇକି ରହିଯାଉଛନ୍ତି, ପରଚେଜ କରୁନାହାନ୍ତି। ମାସର ଶେଷ ବେଳକୁ ତାଙ୍କୁ 100 ଟଙ୍କାର 100 ପିବିର ପରଚେଜ କରିବା ପାଇଁ ଆମେ ବାରମ୍ବାର ଫୋନ କରିବାକୁ ପଡୁଛି। ତ କିନ୍ତୁ ବାକି ଜଣେ ଟିକେ ଆକ୍ଟିଭ ହଉଛି। नहीं, एक्चुअली ये द्वारा ନୂଆ ଭାରତର ନିର୍ମାଣ ହେଇପାରିବ। ନୂଆ ଭାରତର ନିର୍ମାଣ ହବ କଣ ନା, ପ୍ରତ୍ୟେକ ଯୋଉମାନେ ବି ଜଏନିଂ କରିବେ ଆରସିଏମ ର ମୂଳ ତତ୍ତ୍ୱକୁ ବୁଝିବା ନିହାତି ଦରକାର। ନିଜର ସ୍ୱାସ୍ଥ୍ୟକୁ ଉନ୍ନତି କରିବା ପାଇଁ ନିଜର ଆକ୍ଟିଭିଟିଜକୁ ବଢେଇବା ନିହାତି ଦରକାର। ତ ସେଥିପାଇଁ କଣ କରିବା କଥା, ତାଙ୍କ ମନକୁ ବହୁତ ଭଲ ଆନନ୍ଦ ଲାଗିବା ଭଳି, ଖୁସି ଲାଗିବା ଭଳି ଆମକୁ କିଛି କିଛି କାମ କରିବା ନିହାତି ଦରକାର। ଆଉ ଯୋଉଥିରେ କି ଯୋଉଟା କି ତାଙ୍କୁ ଲାଗିବ କି ଆମେ ଗୋଟେ ବହୁତ ବଡ ସଂସ୍ଥା ସହିତ ଅଛେ, ଯୋଉ ସଂସ୍ଥାରେ କି ବହୁତ ବଡ ବଡ ଫ୍ୟାକ୍ଟ୍ରି ଅଛି, ବହୁତ ବଡ ବଡ ବିଚାର ଅଛି, ବହୁତ ବଡ ବଡ ଚିନ୍ତାଧାରା ନେଇକି ଆଗକୁ ବଢା ହଉଛି। ତାର ଭିଡିଓ ଦେଖେଇବା ଦରକାର, ତାର ପ୍ରଡକ୍ଟର ମୂଲ୍ୟ କଣ ପାଇଁ ଜଣେ ଲୋକ ରାଇସ୍ ବ୍ରାନ୍ ଅଏଲ ୟୁଜ କରିବ, କଣ ପାଇଁ ଆରସିଏମ ର ବିସ୍କିଟ ୟୁଜ କରିବ, ତା ଭିଡିଓ ଦେଖିବା ନିହାତି ଦରକାର। ତ ଇଏ ଭିଡିଓ ଦେଖେଇବା ପାଇଁ ୟୁଏଲପି କୁଇକ ର ବ୍ୟବସ୍ଥା କରାହଉଛି। ନୂଆ ନୂଆ ସାଥୀ ଯୋଉମାନେ ବି ଜଏନ କଲେ, ତ ସେମାନଙ୍କୁ ୟୁଏଲପି କୁଇକ କୁ ଡାକିଲେ ହିଁ ସେମାନଙ୍କର ମନ ଭିତରେ ଗୋଟେ ବହୁତ ବଡ ପରିବର୍ତ୍ତନ ଆସିବ। ତା ଛଡା ଆମେ ୱେଲକମ ମିଟିଂ ଟା ନିହାତି କରିବା ଦରକାର। ଏଥିପାଇଁ ହୁଏତ ଆମ ଟିମରେ ବିଶେଷ ହେଇପାରେନି, କିନ୍ତୁ ଆ, ଆଜିଠୁ, ହଁ ଆଗରୁ କଣ ନ ହେଇପାରିଛି ସେଟା ଅଲଗା କଥା, କିନ୍ତୁ ଅତୀତ ତ ଭୂତ। କିନ୍ତୁ ଆଜିଠୁ ଆମେ କରିବା, ୱେଲକମ ମିଟିଂ କରିବା। ଯୋଉ ଲୋକ ଆଜିଠୁ ଜଏନିଂ କରିବ ତାଙ୍କ ଘରକୁ ଆମେ ଯିବା, ହଁ ତାଙ୍କୁ କହିବା କି ଆପଣଙ୍କୁ ଆମେ ୱେଲକମ କରିବୁ, ଆପଣ ଆମ ପରିବାରରେ ସାମିଲ ହେଲେ। ତ ଯେହେତୁ ସାମିଲ ହେଲେ, ଆମେ ଆପଣଙ୍କ ଘରକୁ ଯିବୁ। ତ ଆମ ଇଣ୍ଡିଭିଜୁଆଲ ସ୍ତରରେ ଘରକୁ ଯିବୁ। ଆପଣଙ୍କ ପଡିଶା ଘର କିଛି ଲୋକଙ୍କୁ ଆପଣ ଇନଭାଇଟ ଟିକେ କରନ୍ତୁ, ତ ତାକି ଯେତେବେଳେ ଆପଣଙ୍କୁ ଆମେ ୱେଲକମ କରିବୁ ସମସ୍ତେ ଟିକେ ଦେଖିବେ। ତ ସେ ଜାଗାରେ ଆମେ ପହଞ୍ଚିଯିବା, ତାକୁ ୱେଲକମ ମିଟିଂ କରିବା। ତାଙ୍କ ମୋବାଇଲରେ ଦୁଇଟି ଆପ୍ ଲୋଡ କରିଦେବା, ଆରସିଏମ ର ଆପ୍ ଟା ଲୋଡ କରିଦେବା, ଜୁମ୍ ମିଟିଂ ର ଆଡ୍ ବି ଆଡ୍ କରିଦେବା। ଏଇ ଦୁଇଟି ଆପ୍ ଟା ଡାଉନଲୋଡ କରିବା, ତାଙ୍କର ଆଇଡି ପାସୱାର୍ଡ କୁ ଲଗ୍ଇନ୍ କରିବା, ତାଙ୍କୁ ଦେଖେଇଦବା ହେଇ ଆପଣ ଏମିତି ବିଜନେସ ଦେଖୁଛନ୍ତି, ତାଙ୍କୁ ଅନଲାଇନ ପରଚେଜ ବିଷୟରେ ଶିଖେଇଦବା। ତ ଇଏ କିଛିଟା ଆଲୋଚନା କରିକି, ବେଶୀ ସମୟ ରହିବନି ତାଙ୍କ ଘରେ, କାରଣ ଯଦି ବେଶୀ ସମୟ ରହିବ ତ ଲୋକ କହିବେ କି ଇଏ କେତେବେଳେ ଯିବେ ତ ମନ ଭିତରେ ଭାବିବେ। ମ୍ୟାକ୍ସିମମ୍ ଅଧଘଣ୍ଟାରୁ 45 ମିନିଟ୍ ତାଙ୍କ ଘରେ ରହିବା। ତାପରେ
ଆମେ ସେଠୁ ପଳେଇ ଆସିବା। ତା ଛଡା ଆଉ ଗୋଟେ କଥା ଯେ ଆ, ଆମକୁ ଫାଷ୍ଟ ପରଚେଜ ଯେତେବେଳେ ଲୋକଙ୍କୁ ଆମେ ନେଇକି ଯାଉଛେ, କାଉଣ୍ଟରକୁ ନେଇକି ଯାଉଛେ, ଆମର ସେବା କେନ୍ଦ୍ରକୁ ନେଇକି ଯାଉଛେ, ତ ସେ ଜାଗାରେ ଲୋକଙ୍କୁ ପ୍ରଥମେ କହିବା ଦରକାର ଯେ ଆମେ କଣ କରୁଛେ, ଆମେ କରୁଛେ 2,000 ଟଙ୍କାର କିଣିବା ପାଇଁ, 2,000 ଟଙ୍କା କିଣିଲେ ତମ ତଳେ ଜଏନିଂ ହେଇଯିବ। ଏ କଥା ଗୋଟେ ରଙ୍ଗ କନସେପ୍ଟ। ଯେମିତିକି ତାଙ୍କୁ ଗୋଟେ ସଜା ଆମେ ଦଉଛେ ଯେ 2,000 ଟଙ୍କା କିଣିବା, ତ ଇଏ ସଜା ଆମେ ଆଉ କାହାକୁ ଦବାନି। ତ ଆମେ କହିବା କି ଚାଲ ଦେଖ ଆମର ସେବା କେନ୍ଦ୍ର ଅଛି, ସେ ସେବା କେନ୍ଦ୍ରକୁ ଯିବା। ତ ସେଇଠି ଆପଣ ଦେଖିବେ କଣ କଣ ପ୍ରଡକ୍ଟ ଆପଣଙ୍କୁ ଭଲ ଲାଗିବ, ଯାହା ଯାହା ଆପଣଙ୍କ ଘରେ ବ୍ୟବହାର ହଉଥିବ ଆପଣ ତାକୁ ଆଣିବେ। ଆପଣଙ୍କ ଘରେ ସପୋଜ ଲୁଣ ବ୍ୟବହାର ହଉଛି ତ ଲୁଣ ଆଣିବେ। ଆପଣଙ୍କ ଘରେ ୱାସିଂ ପାଉଡର ବ୍ୟବହାର ହଉଛି, ୱାସିଂ ପାଉଡର ଆଣିବେ। ପେଷ୍ଟ ବ୍ୟବହାର ହଉଛି, ପେଷ୍ଟ ଆଣିବେ। ଧୂପକାଠି ବ୍ୟବହାର ହଉଛି, ଧୂପକାଠି ଆଣିବେ। ଯାହା ବ୍ୟବହାର ହଉଛି ସେୟାକୁ ହିଁ ନେଇକି ଆସିବେ। ତ ଚାଲନ୍ତୁ ନେଇକି ଆସିବେ। ତ ତାକୁ ସେଇ ହିସାବରେ ଆମେ ନେଇକି ଯିବା। ମୁଁ ବି ବହୁତ ସାରା ପ୍ରାକ୍ଟିକାଲି ବି ମୁଁ ଦେଖିଛି, ଆପଣ ବିଶ୍ୱାସ ବି କରନ୍ତୁ, ଯେ ଯଦି କୌଣସି ଲୋକକୁ ଏଇ ହିସାବରେ ନିଆଯାଉଛି ତ ତାଙ୍କୁ ପରଚେଜ ମାନେ ତାଙ୍କର ପରଚେଜ କରୁ କରୁ 2,000 ଜାଗାରେ କଣ 3,000 3,500 ଟଙ୍କାରେ ଘରକୁ ଦରକାର ହଉଛି, ଏଠୁ ନ ନେଲେ ତ ବାହାରୁ ନେବେ। ତ ଏ ହିସାବରେ ଆମେ କରିବା ନିହାତି ଜରୁରୀ। ଆଉ ତା ସହିତ ତାଙ୍କୁ ଫଲୋଅପ୍ କରିବା ନିହାତି ଜରୁରୀ। କାରଣ ବାରମ୍ବାର ଲୋକ ଭୁଲିଯାଏ, ଆଉ ଆମେ ଯଦି ନ ଭୁଲିବା ତାହେଲେ ଆମେ ପାଗଳ ହେଇଯିବା। ସେଥିଲାଗି ଭଗବାନ ଆମ ବ୍ରେନଟାକୁ ସେଇ ହିସାବରେ କରିଛନ୍ତି ଯେ ଆମେ ଭୁଲିଯିବା ପାଇଁ। ତ ସେଥିଲାଗି ବାରମ୍ବାର ତାଙ୍କୁ ଟିକେ ମନେ ମନେ ପକେଇ ଦେବା ଦରକାର। 24 ଘଣ୍ଟା ଭିତରେ ତାଙ୍କୁ ଫଲୋଅପ୍ ଟିକେ କରିବା ନିହାତି ଦରକାର। କଣ ଯାହା ଯାହା ଆମେ ଆକ୍ଟିଭିଟିଜ କରୁଛେ ତାଙ୍କୁ କରେଇବା ନିହାତି ଦରକାର। ଆଉ ତା ସହିତ ସେଲ୍ଫ ପରଚେଜ, ନିଜ ପାଇଁ ନିଜେ ଯୋଉ କିଣିବା, ତ ସେଇଟା ଆମେ ସାଙ୍ଗେ ସାଙ୍ଗେ ବିଲିଂ କରିବା। ପଛେ 2 ଟଙ୍କାର ସାମ୍ପୁ ପାଉଚଟିଏ ହଉ ପଛେ ସାଙ୍ଗେ ସାଙ୍ଗେ ବିଲିଂ କରିବା। ସାଙ୍ଗେ ସାଙ୍ଗେ ବିଲିଂ କଲେ କଣ ହବ ନା, ସାମ୍ନା ବାଲା ଲୋକର ଗୋଟେ ଭରସା ଆସିବ, ବିଶ୍ୱାସ ଆସିବ ଯେ ଆଜି ପର୍ଯ୍ୟନ୍ତ ମୁଁ ହଜାର ହଜାର ଟଙ୍କାର ଜିନିଷ କିଣି କିଣି ଚାଲିଛି, ତ କେବେ ମିସେଜ ଆସିନି। ଆଜି ବି ମୁଁ କହୁଛି, ଆଜି ସୁନା ଦୋକାନକୁ ଯାଇକି ସୁନାଟେ ବି କିଣିବେ। ହଁ, ଆପଣ ଯୋଉ ଅନଲାଇନରେ ପେମେଣ୍ଟ ଦଉଛନ୍ତି, ପେମେଣ୍ଟର ମେସେଜ ଆସୁଛି, କିନ୍ତୁ କିଣୁଛନ୍ତି ବୋଲି ତା ମେସେଜ କୋଉଠି ବି ଆପଣ ଦେଖିନଥିବେ। ଆଜି କିନ୍ତୁ 2 ଟଙ୍କାର ସାମ୍ପୁ ପାଉଚଟେ ବି କିଣିଲେ ଆପଣଙ୍କୁ ମେସେଜ ଆସୁଛି କମ୍ପାନୀ ତରଫରୁ। ଆପଣଙ୍କ ହ୍ୱାଟ୍ସଆପରେ ଯଦି ବି ଏଇ ଯୋଉ ପେପର ବିଲ୍ ନ ମିଳିପାରୁଛି, ହ୍ୱାଟ୍ସଆପରେ ବିଲ୍ ବି ପଳେଇ ଆସୁଛି। ତ ହାତକୁ ହାତ ବିଲ୍ କରିବା ନିହାତି ଜରୁରୀ। ତା ଛଡା ଆମକୁ ଅନଲାଇନ ପରଚେଜ ଉପରେ ଶିଖିବା ନିହାତି ଜରୁରୀ। ବହୁତ ସାରା ନନ୍ ଏଫଏମସିଜି ପ୍ରଡକ୍ଟ ଆମକୁ ଆଭେଲେବୁଲ ହେଇପାରୁନି, ଆମର ବିତରଣ କେନ୍ଦ୍ର ବା ସେବା କେନ୍ଦ୍ରରେ ହେଇପାରୁନି। ତ ତାକୁ ଯଦି ଆମେ ଦେଖିବା, ଆମେ ବାହାରୁ ପରଚେଜ ନ କରିକି ଆମେ ଧରନ୍ତୁ ମୋର ଗୋଟେ ଚପଲ ଦରକାର ହେଲା, ଜୋତା ଦରକାର ହେଲା, ତ ମୁଁ ଯଦି ଅନଲାଇନରେ ମୁଁ ମଗେଇଦେବି, ତାହେଲେ ଅନଲାଇନରେ ମଗେଇଦେଲେ ମୋ ପାଖରେ ମିଳିବ। ମୁଁ କାହାକୁ ଦେଖେଇ ପାରିବି ଯେ ଆରସିଏମ ର ଇଏ ଜୋତା। କିନ୍ତୁ ମୁଁ ଯଦି ଅନଲାଇନ ନ ଶିଖିଥିବି ତାହେଲେ ବାହାରକୁ ତ ଯିବି କିଣିବା ପାଇଁ, ଆଉ ଲୋକଙ୍କୁ ଦେଖେଇବି କଣ? ମୋ ସୋରୁମ ହଉଛି ମୋ ଶରୀର, ମୁଁ ଦେଖେଇବି କଣ? ଆଉ ଯଦି ମୁଁ ନିଜେ ନ ଦେଖେଇବି, ମୁଁ ଖାଲି ବଡ ବଡ କଥା କହିବି, ତାହେଲେ ତ ହବନି ନା। ତ ସେଥିଲାଗି ଅନଲାଇନ ସପିଂ ନିହାତି ଜରୁରୀ। ଏବେ ୱିଣ୍ଟର ସିଜନ ଆସିଛି। ୱିଣ୍ଟର ସିଜନର ବି ବହୁତ ସାରା ପ୍ରଡକ୍ଟ ବି ଆଭେଲେବୁଲ ଅଛି ଅନଲାଇନରେ। ଶାଢ଼ୀଠୁ ଆରମ୍ଭ କରି ବହୁତ ସାରା ଜିନିଷ ତ ଅନଲାଇନରେ ଆଭେଲେବୁଲ ଅଛି, ତାକୁ ବି ଆମେ ପରଚେଜ କରିପାରିବା। ସେଟା ନିହାତି ଜରୁରୀ। ଆଉ ତା ସହିତ ନା, ପ୍ରତି ମାସରେ ଆମେ ଯେତିକି ପରଚେଜ କରୁଛେ, କିଛି ନା କିଛି ଅଧିକ ବଢେଇବା ପାଇଁ ଚେଷ୍ଟା କରିବା। ତ ଯାହା ଦ୍ୱାରା କି ଆମର ଗ୍ରୋଥ ଆମେ ହେଇପାରିବ କିଛି କିଛି ନା କିଛି। ହଁ, ଆମେ ଟାର୍ଗେଟ ନେଇଯାଉଛେ ଆମେ 1,500 ପିଭି ପରଚେଜ କରିବା, କି 2,000 ପିଭି, 2,500 ପିଭି କରିବା, 5,000 ପିଭି, ତ ସେଠିରେ ରହିବନି। ତ ଧୀରେ ଧୀରେ ଆମେ ପଢିବା। ହଁ, 5,000 ପିଭିର ଆମ ଘରକୁ ଆମେ ଯାହା କିଣୁଛେ ହେଇଯାଉଛି, ଠିକ ଅଛି। ତା ଛଡା ମାସ ସାରା ଆମେ ଯୋଉମାନଙ୍କ ସାଙ୍ଗରେ ମିଶୁଛେ, ଦେଖନ୍ତୁ ଜଣେ ଇଲେକ୍ଟ୍ରିସିଆନ ଆମ ଘରକୁ ଆସିଥିଲେ। ତ ସିଏ ଆମର ମୋର ଘରେ ଯୋଉ ଡିସପ୍ଲେ ୱାଲଟା ଅଛି, ସେ ଦେଖି ସାରିଲା ପରେ ତାକୁ ଘନ ଭାଇ ବି ସେଟା ତିଆରି କରିଥିଲେ ମତେ, ମୋର ଡିସପ୍ଲେ ୱାଲଟା। ତ ମୁଁ ଏଇଠି ଲଗେଇଛି ଭୁବନେଶ୍ୱରରେ, କଟକରେ ଲଗେଇଥିଲି, ଭୁବନେଶ୍ୱରରେ ଲଗେଇଛି। ତାକୁ ଦେଖିଲା ପରେ କହିଲା, ସାର୍ ଆପଣ କଣ ମେଡିସିନରେ କାମ କରୁଛନ୍ତି? ମୁଁ ତାଙ୍କୁ କହିଲି, ନାଇଁ, ମୁଁ ଏଭଳି ଗୋଟେ ସଂସ୍ଥାରେ କାମ କରୁଛି ଯୋଉ ସଂସ୍ଥାରେ କି ଲୋକମାନଙ୍କର ଉନ୍ନତି କରାଯାଏ। ନା କଣ କଣ କଥା, ନାଇଁ ଏମିତି କଥା। ସେଠୁ ସେ ତାର ଟିକେ ସୁଖ ଦୁଃଖ ହେଇ ସାରିଲା ପରେ ସେ କହେ, ମୁଁ ଜାଣିବାକୁ ପାଇଲି ତାର ମିସେସ୍ ପ୍ରେଗନେଣ୍ଟ ଅଛି।
ସେଠୁ ମୁଁ କହିଲି ଡକ୍ଟରଙ୍କୁ ଦେଖୁଛନ୍ତି ଚେକଅପ୍ କରୁଛନ୍ତି ନା? ହଁ ଚେକଅପ୍ କରୁଛି। ହେଇପରା ଦେଖୁନାହାନ୍ତି ହିମୋଗ୍ଲୋବିନ୍ ତାର ଟିକେ କମ୍ ଅଛି। ମୁଁ ସେଠୁ ତାକୁ ବୁଝେଇଲି, ମୁଁ କହିଲି ଦେଖନ୍ତୁ ଆମ ପାଖରେ ଗୋଟେ ବହୁତ ଭଲ ଜିନିଷ ଅଛି ଯୋଉଥିରେ କି ତାଙ୍କର ହିମୋଗ୍ଲୋବିନ୍ ବି ଡେଭଲପ୍ ହେଇଯିବ। ଆଉ ତା ଛଡା ଆହୁରି ଗୋଟେ ବହୁତ ଭଲ ଜିନିଷ ଅଛି ଯେ ଯୋଉଠୁ ଛୋଟ ଛୁଆ ତାର 70% ବ୍ରେନ୍ ଟା ତାର ମା ପେଟରେ ତିଆରି ହେଇଥାଏ। ତ ତା ବ୍ରେନ୍ କୁ ତିଆରି କରିବା ପାଇଁ ଗୋଟେ DHA 200 ଅଛି। ତାକୁ ଦେଲେ ଏକରେ ତ ତାର ବ୍ରେନ୍ ବି ତିଆରି ହବ, ଦୁଇରେ ତାର ଡେଲିଭରି ସ୍ମୁଥ ରେ ହବ। କହିଲେ ସ୍ମୁଥ ରେ ହେଇଯିବ? ମୁଁ କହିଲି ହଁ, ସେଟା ହବାରେ ତାକୁ ସହଯୋଗ କରିବ। ତ ସେ ଯୋଉ ଅର୍ଡର କଲେ, କହିଲେ ମା ପାଇଁ। ମୁଁ କହିଲି ମାର କଣ ନା, ମାର ସୁଗାର ଅଛି। ତ ଏଠୁ କହିଲେ କି, ମୁଁ ଏଠୁ ମଧୁସାମ ରସ କହିଲି। ତ ସେ ଯୋଉ ଅର୍ଡର କଲେ, ମୁଁ କଣ କଲି, ତାଙ୍କୁ ଅନଲାଇନରେ ଅର୍ଡର କରିଦେଲି। ହଠାତ୍ କରି କାହା ପାଖରେ ପଇସା ଥିବ ନଥିବ, ମୁଁ କହିଲି କାଲି ଭିତରେ ପହଞ୍ଚିଲେ ଚଳିବ ନା? ହଁ ପହଞ୍ଚିବ। ମୁଁ କହିଲି ଫୋନ ଆସିବ, ଅନଲାଇନରେ ଅର୍ଡର କରିଦେଲି, ତାକି ତାଙ୍କ ଘରେ ଯାଇକି ପ୍ରଡକ୍ଟ ପହଞ୍ଚିଲା, ମତେ ପିଭି ମିଳିଗଲା। ତ ଇଏ ପ୍ରତି ମାସରେ କିଛି ନା କିଛି ଆମେ ଯେତିକି ପରଚେଜ କରୁଛେ, ଗୋଟିଏ ଜାଗାରେ ରହିଲେ କଣ ଆମେ ପୋଖରୀ ପାଣି ଭଳି ପଚିଯିବା। ତ ଇଏ ହଉଛି କଥା। ତ ଆମେ ଆଗକୁ ବଢିବା। ଆଉ ତା ଛଡା ସବୁଠୁ ବଡ କଥା ଯେ ଆମେ ଏଇ ଯୋଉ ଶୃଙ୍ଖଳା ଭିତରେ ଆପଣ ବୁଝିଲେ GAS, ଆମେ ତିନିଟା ବୁଝି ସାରିଲେ। G ଫର ଗ୍ରୋଥ, A ଫର ଆକ୍ଟିଭ ହେଇକି ଗ୍ରୋଥ କରିବା, ଆକ୍ଟିଭ ଧର୍ମରେ ବୁଦ୍ଧି, ଆଉ S ଫର ସ୍ୱୟଂ ସ୍ୱୟଂ ଖରିଦାରୀ, ମାନେ ନିଜେ ନିଜର ପରଚେଜ। ଆଉ ତାପରେ କଣ ହେଲା ଇ? ଇ କଣ ହେଲା ନା ଏକରୁପ ଶିକ୍ଷା। ମାନେ ଆମେ ସମସ୍ତେ ଗୋଟିଏ ପ୍ରକାରର ଶିକ୍ଷା ନବା। ଯଦି ମୁଁ ଗୋଟେ କଥା କହିବି, ଆଉ ଗୋଟେ କଥା କିଏ ଆଉ ଜଣେ କହିବ, ନେମାଳରୁ ନାନୀ ଆଉ ଗୋଟେ କଥା କହିବେ, ମିତାଞ୍ଜଳି ମ୍ୟାଡାମ ଆଉ ଗୋଟେ କଥା କହିବେ, ସୁକାନ୍ତ ବାବୁ ଆଉ ଗୋଟେ କଥା କହିବେ, ସାହୁ ଭାଇ ଗୋଟେ କଥା କହିବେ, ଘନ ଭାଇ ଗୋଟେ କଥା କହିବେ, ଆରତି ମ୍ୟାଡାମ ଗୋଟେ କଥା କହିବେ, ଚାନ୍ଦ ସାର୍ କହିବେ ମୁଁ ଏଠି କଣ କରିବି, ମୁଁ ତ ପାଗଳ ହେଇଯିବି। ତ ସେଥିଲାଗି ଗୋଟିଏ ପ୍ରକାରର ଶିକ୍ଷା, ଯୋଉ ଶିକ୍ଷା ଦିଆହଉଛି କୋଉଠି ନା ଗୁରୁକୁଳରେ। ଦେଖନ୍ତୁ ପ୍ରତ୍ୟେକ ଦିନ ଯଦି ଲୋକଙ୍କୁ ଆପଣ ଏଇ ଗୁରୁକୁଳରେ ବସିବେ, ତାଙ୍କ ବିଚାରର ପରିବର୍ତ୍ତନ ହେଇଯିବ, ମନ ଭିତରେ ସଂସ୍କାର ଆସିଯିବ, ଆରସିଏମ ପ୍ରତି ଗୋଟେ ସଦ୍ଭାବନା ତାଙ୍କର ମନ ଭିତରେ ଆସିଯିବ। ତ ସେଥିଲାଗି ଆମେ ଗୁରୁକୁଳକୁ ଇନଭାଇଟ୍ କରିବା ନିହାତି ଜରୁରୀ। ଆଉ ତା ସହିତ କିସୋଲର ଟ୍ରେନିଂ ଉଡାନ ମାଧ୍ୟମରେ ଆମେ ଶିଖିପାରିବା। ନ୍ୟୁଟ୍ରିଚାର୍ଜର ଟ୍ରେନିଂ ଆମେ ବୀର ଆଉ ବୀରାଙ୍ଗନା, ଜେଣ୍ଟସ ମାନଙ୍କ ପାଇଁ ବୀର ଆଉ ଲେଡିଜ ମାନଙ୍କ ପାଇଁ ବୀରାଙ୍ଗନା, ତାକୁ ବି ଦେଖିପାରିବା। ଆଉ ତା ଛଡା ବିଭିନ୍ନ ପ୍ରଡକ୍ଟ ଟ୍ରେନିଂ, ଆଜି ଯେମିତି ଦେଖନ୍ତୁ ଆଜି ତୁଳସୀ ପେଣ୍ଟର ଯୋଉ ସରି ଭୁଲ କହିଲି, ଆଜି ଯୋଉ ଓଭିରା ପେଣ୍ଟସର ଯୋଉ ପ୍ରକାରର ଟ୍ରେନିଂ ଅଛି, ରାତି 8ଟା ବେଳେ ଅଛି। ଆଜି ମଙ୍ଗଳବାର, ଆଜି 7:30 ବେଳେ ଆମର ଯୋଉ ମିଟିଂ ଥିଲା, ଆମେ 7:30ରୁ, ଆମେ ବେଶୀ ସମୟ ନବାନି ଆଜି ମିଟିଂ, ଆମେ 7:30ରୁ 8ଟା ଭିତରେ ସରିଦବା। ସରିଦେଲେ ଆଜିର ମିଟିଂଟା ବହୁତ ପାୱାରଫୁଲ ମିଟିଂ, କାରଣ ଏ ଯୋଉ ଓଭିରା ପେଣ୍ଟସ ଅଛି, ତ ଇଏ ଓଭିରା ପେଣ୍ଟସ ବି ବହୁତ ଭଲ କାମ କରିବ। ଆଉ ଆଜି ଗୋଟେ ବହୁତ ଭଲ ଶିକ୍ଷା ମିଳିବ ଯେ ଆମର ଯୋଉ ୱାଲ ପେଣ୍ଟ ହଉଛି, ତାର ଆଜି ଟ୍ରେନିଂଟା ଦିଆହବ। ଅଲରେଡି ସେ କାମ ବି ଆରମ୍ଭ ହେଇଗଲାଣି। ଆଉ ଲୋକମାନେ ଫିଜିକାଲ ଟ୍ରେନିଂ ନଉଛନ୍ତି, ଆମେ ଡିଜିଟାଲ ବି ନବା ଆଜି। ଆଉ ନେଲେ ଧୀରେ ଧୀରେ ଆମେ ତା ଉପରେ ବି ଆମର ନଲେଜ ଆସିଯିବ। ଆଜି ପର୍ଯ୍ୟନ୍ତ ଆମେ ପେଣ୍ଟସ ଇଣ୍ଡଷ୍ଟ୍ରି ବିଷୟରେ ଜାଣିନେ, କିନ୍ତୁ ସେ ଗୋଟେ ବହୁତ ବଡ ଇଣ୍ଡଷ୍ଟ୍ରି, ଆମକୁ ବହୁତ ଉନ୍ନତି କରିପାରିବ। ଆମେ ୱାଲ ପେଣ୍ଟ ବିଷୟରେ ଆଜି ବି ଆମେ ଶିଖିପାରିବା। ଆଜି 8ଟା ବେଳେ ଅଛି। ତ ସେଥିଲାଗି ପ୍ରଡକ୍ଟ ଟ୍ରେନିଂ ଅଛି। ଏ ସବୁ କଥାକୁ ଆମେ ଇଏ ଟୋଟାଲ, ହଁ। ଆଉ ଗୋଟେ ସବୁଠୁ ବଡ କଥା, ୟେସ୍ ଗେସେସ୍ ଲାଷ୍ଟରେ ହଉଛି ଆମେ ସେବା, ସ୍ୱାସ୍ଥ୍ୟ, ସଂସ୍କାର ଆଉ ସମ୍ବନ୍ଧ, ପରସ୍ପର ପ୍ରତି ରିଲେସନସିପ, ଏଇଟା ହଉଛି ମୁଖ୍ୟ ଜିନିଷ। ଏ ଦୁନିଆରେ କିଏ କେତେ ଦିନ ବଞ୍ଚିବ? ଯଦି ରିଲେସନସିପ ଭଲ ଅଛି ନା, ଆଗକୁ ବହୁତ ଭଲ କରିପାରିବା। ତ ସେଥିଲାଗି ରିଲେସନସିପକୁ ଯୋଉମାନେ ବି ଏ ଦୁନିଆରୁ ଚାଲିଗଲେଣି, ତାଙ୍କ ସାଙ୍ଗରେ କଣ ଆମେ ଆଉ ରିଲେସନସିପ ରଖିପାରିବା? ମନ ଭିତରେ କୋଉଠି ନା କୋଉଠି ଲାଗୁଛି ଯେ ମୁଁ ଯଦି ତା ସାଙ୍ଗରେ ମୁଁ ପ୍ରଥମେ କଥାବାର୍ତ୍ତା ହେଇଥାନ୍ତି, ରିଲେସନ ଟିକେ ରଖିଥାନ୍ତି, ତ ଆଜି ବି ମାନେ ମୁଁ ଗୋଟେ ମନ ଭିତରେ ଗୋଟେ ଅଫସୋସ ନଥାନ୍ତା। ତ ରିଲେସନସିପ ବି ନିହାତି ଦରକାର। ଇଏ ଯୋଉ ପଏଣ୍ଟସ ଉପରେ ଆଜି ସାର୍ ବହୁତ ଭଲ ଭାବରେ କହିଲେ, କିନ୍ତୁ ମୁଁ କହିବି ଯେ ଆପଣଙ୍କୁ ପୁଣି ଅନୁରୋଧ କରିବି, ଏ ପଏଣ୍ଟକୁ ଆମେ ଅଭ୍ୟାସ କରିବା। ଓକେ। ତ ଫାଷ୍ଟ ଆଜି ଆମେ ଷ୍ଟାର୍ଟ କରିବା। ମୁଁ କୋଉ କୋଉ ବହୁତ କଥା କହିଦେଲି। ଆଉ କାରଣ ଇଏ ରିକଲ କରିବା ପାଇଁ ଇଏ ପ୍ରକାର କଥା, ଯେମିତିକି ଚାନ୍ଦ ସାର୍ କହନ୍ତି ଯେ ଯିଏ ଗୁରୁକୁଳରେ ଆସିପାରୁନାହାନ୍ତି, ଏ ମିଟିଂରେ ଡାକନ୍ତୁ। ତ ଇଏ ମିଟିଂରେ ଆସିବା ପାଇଁ, ତ ଗୁରୁକୁଳର କଥା ଯଦି ଆମେ ତାଙ୍କୁ ନ କହିବା, ତାହେଲେ ଆସିକି ବି ଫାଇଦା କଣ? ତ
ତ ଇଏ ହଉଛି କଥା। ତ ଆଜି ଗୁରୁକୁଳରେ ଆମେ କଣ ଶିଖିଲେ, ଆଉ ସେ ତା ବିଷୟରେ ସାହୁ ଭାଇଙ୍କଠୁ ଆମେ ଷ୍ଟାର୍ଟ କରିବା। ଆମେ କ୍ୟାମେରା ଅନ୍ କରିପାରିଲେ ବହୁତ ବଢିଆ, କାରଣ ଆମକୁ ବି ସମସ୍ତେ ଦେଖିବେ, ବାଇ ନେମ୍ ବାଇ ଫେସ୍ ଲୋକ ଆମକୁ ଚିହ୍ନି ପାରିବେ। ଓକେ ସାହୁ ଭାଇ ଷ୍ଟାର୍ଟ କରନ୍ତୁ। ସମସ୍ତଙ୍କୁ ନମସ୍କାର। ଆଜି ଗୁରୁକୁଳରେ ବହୁତ ଭଲ ଆଲୋଚନା ହେଲା। କଣ ଗେସେସ୍ ଉପରେ ଯାହା ସତ୍ୟଦେବ କହିଲେ ତାକୁ ପ୍ରାଞ୍ଜଳ ଭାବରେ କହିଲେ। ସେ ପ୍ରାଞ୍ଜଳ ଭାବରେ କଣ, ଆମେ ଗେସେସ୍ ର ଫୁଲ୍ ଫର୍ମ କଣ, ଆମେ ଗ୍ରୋଥ ହଉଛି ମୂଳ ଜିନିଷ। ସେ ଗ୍ରୋଥକୁ ଆମେ ଆଗେଇବା ଦରକାର। ଯେତିକି ଆମେ କରିଛେ ତାଠାରୁ ପ୍ରତିଦିନ କିଛି କିଛି ଗ୍ରୋଥ କରିବା। ଯେମିତି ସତ୍ୟଦେବ କହିଲେ ତାଙ୍କର ଇଲେକ୍ଟ୍ରିସିଆନକୁ କହିବା ଦ୍ୱାରା ହେଲା। ତେଣୁ ପ୍ରତିଦିନ ଆମେ ଗ୍ରୋଥ କରିପାରିବା ଯଦି ଆମେ ଅନଲାଇନ ସିଷ୍ଟମଟା ଭଲ ଭାବରେ ଜାଣିଗଲେ। ଗଲା ଦ୍ୱିତୀୟ କଥା ହଉଛି ଗେସେସ୍ ର ଏ ରେ ଆକ୍ଟିଭ ହବା ଉଚିତ, ଆକ୍ଟିଭ ହେଇ ପରଚେଜ କରିବା ଦରକାର। ତା ସହିତ ଆମେ ସ୍ୱୟଂ ପରଚେଜ ଇଏ ଗୋଟେ ବି ଆମେ ବଡ଼ ଗୁରୁତ୍ୱପୂର୍ଣ୍ଣ। ତାପରେ ଯୋଉ କହିଲେ ଇ ଆମର ଇରେ ହଉଛି ମେନ୍ ଜିନିଷ ହଉଛି ପ୍ରତ୍ୟେକ ଲୋକ ସୁସ୍ଥ ରହିବା ପାଇଁ ଏକ୍ସରସାଇଜ ବି ଦରକାର। ତେଣୁ ଏକ୍ସରସାଇଜ ଯଦି ଆମେ କରୁଥିବା ତାହେଲେ ସୁସ୍ଥ ରହିପାରିବା। ଦୁଇରେ ଏସ୍ ରେ ଯେମିତି କହିଲେ ଆମେ ସୁସ୍ଥ ରହିବାର ଗୋଟେ ମୂଳ ଲକ୍ଷ୍ୟ ରହୁଛି କଣ, ଯେ ଆମେ ପ୍ରତ୍ୟେକ ପ୍ରଡକ୍ଟ 100% ପ୍ରଡକ୍ଟ ୟୁଜ୍ କରିବା। ଯଦି 100% ପ୍ରଡକ୍ଟ ୟୁଜ୍ କରିବା କଣ ନା ତାପରେ ନଲେଜ ମଧ୍ୟ ନେଇପାରିବା, ଜ୍ଞାନ ଆହରଣ କରିପାରିବା, ସେ ଜ୍ଞାନକୁ ବାଣ୍ଟିବା। ଇଏ ଗୋଟେ ବଡ ଜିନିଷ, ତାକୁ ଆମେ ସମସ୍ତେ ୟୁଜ୍ କରିବା ଉଚିତ। ଦ୍ୱିତୀୟ କଥା ହଉଛି ଭାଇଟାଲ ପିନ୍ ତିଆରି କରିବା ଉଚିତ। ଭାଇଟାଲ ପିନ୍ ହଉଛି ସବୁଠାରୁ ବଡ ଜିନିଷ। ଏ ଭାଇଟାଲ ପିନ୍ କୁ ଆମେ ଗୁରୁତ୍ୱ ଦବା କୋଉଠି ନା ଡେପ୍ଥରେ। ଯାହାଫଳରେ କି ଡେପ୍ଥରେ ଯଦି ଗ୍ରୋଥ ହେଲା, ଯେମିତି 20,000 ବିଭି କହିଲେ ସତ୍ୟଦେବ, 20,000 ବିଭି ଯଦି ଡେପ୍ଥ ଲୋକ କରିଦେଲା ତାହେଲେ ସିଏ ବିଗନର ପିନ୍ ଆରମ୍ଭ ହେଲା, ତା ଉପରକୁ ଆମେ ଆହୁରି ବଢେଇ 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 ନେଇପାରିବା। ସେଥିପାଇଁ ଡେପ୍ଥ ଡ୍ରାଇଭ୍ କରିବା ନିହାତି ଆବଶ୍ୟକ। ଆମ ମାନଙ୍କ ପାଇଁ ଇଏ ଗୋଟେ ସୁବର୍ଣ୍ଣ ସୁଯୋଗ। ପ୍ରତ୍ୟେକ ପଏଣ୍ଟ ଉପରେ ସତ୍ୟଦେବ ପୁରା ବର୍ଣ୍ଣନା କଲେ ଯାହା ଗୁରୁକୁଳରେ ହେଇଥିଲା। ଗୁରୁକୁଳରେ ଆହୁରି ବହୁତ ବଡ ପଏଣ୍ଟ ସବୁ କହିଲେ, ଯୋଉମାନେ ନ ଦେଖିଛନ୍ତି ତାକୁ ବି ଆଜି ଆହୁରି ୟୁଟ୍ୟୁବରେ ଆଉ ଥରେ ଦେଖିପାରିବା, ଭଲ ଭାବରେ ଆମେ ବୁଝିପାରିବା। ଯେମିତି ଆଉ ଗୋଟେ ବଡ ଜିନିଷ ହଉଛି ଆଜି ବାଦାମ ଆମର ବରମୁଣ୍ଡାରେ ଆଜି ଆଜି ବହୁତ ବଢିଆ ପ୍ରୋଗ୍ରାମ ହଉଛି ଆରତୀ ମ୍ୟାଡମଙ୍କ ଉଦ୍ୟମରେ। ତେଣୁ ଯୋଉମାନଙ୍କର କଣ୍ଟାକ୍ଟ ଅଛି ସେମାନେ ମଧ୍ୟ ଯାଇପାରିବେ, ବହୁତ ଭଲ ହବ। ଆଉ ମୁଁ ମଧ୍ୟ ଯାଉଛି। ଯାହା ହଉ ସତ୍ୟଦେବ ମତେ କହିଲେ, ଆରତୀ ମ୍ୟାଡମ କହିଲେ, ଆରତୀ ବାପା ଯେ ମୁଁ ବି ଯିବି। ସେଠି ଯୋଉ ହେଲ୍ଥ ଚେକଅପ୍ କ୍ୟାମ୍ପ ଅଛି ଆମର ଥିଲା ପରଦିନ, ପୁଣି ଆଜି ବି ଅଛି। ତେଣୁ ଆମ ମାନଙ୍କର ଯାହାର ଯାହାର କଣ୍ଟାକ୍ଟ ଅଛି ସେମାନେ ମଧ୍ୟ ଆମର ସେଠିକି ପଠେଇ ପାରିବେ, ଆମ ସହିତ ଯୋଗାଯୋଗ କରିପାରିବେ। ଇଏ ଗୋଟେ ବଡ ଜିନିଷ। ତେଣୁ ଆମେ ସମସ୍ତେ ଏକ ସ୍ୱରରେ ଲାଗିବା କଣ ନା ଭାଇଟାଲ ପିନ୍ ତିଆରି କରିବା, ଗୁରୁକୁଳକୁ ଇନଭାଇଟ କରିବା। ଯୋଉମାନେ ଯେମିତି ସତ୍ୟଦେବ ଚାନ୍ଦ ସାର୍ କହନ୍ତି ଗୁରୁକୁଳରେ ବସି ପାରିଲେ ନାହିଁ, ଅଧଘଣ୍ଟା ସମୟ ମିଳୁଛି ଆମକୁ 7:30 ରୁ 8, ସେଇଟା ହଉଛି ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ। ଆମେ ଭଲ ଭାବରେ ଓଡ଼ିଆରେ ପ୍ରାଞ୍ଜଳ ଭାବରେ ସତ୍ୟଦେବ ଆଜି ବୁଝେଇଲେ, ତେଣୁ ଆମେ ତାଙ୍କୁ ଜାଣିପାରିବା ଏବଂ ଟିମରେ ପଠେଇ ପାରିବା। ସେଥିପାଇଁ ଗୁରୁକୁଳ ଆଉ ଏଇ ଯୋଉ ଶାଖାକୁ, ଗୁରୁକୁଳ ଶାଖାକୁ ଇନଭାଇଟ କରିବା ନିହାତି ଆବଶ୍ୟକ। ଯେତେ ଅଧିକ ନୂଆ ନୂଆ ଲୋକ, ପୂର୍ଣ୍ଣ ମାତ୍ରାରେ ନୂଆ ଆରସିଏମ ରେ ଜଏନ କରିନଥିବା ଲୋକ ମଧ୍ୟ ଏ ସିଷ୍ଟମରେ ବସି ପାରିବେ ଆଉ ଜାଣିପାରିବେ। ଓଭର ଟୁ ସତ୍ୟଦେବ। ବହୁତ ବଢିଆ କଥା ସବାଇ ଆପଣ କହିଲେ ଯେ ନୂଆ ଲୋକ, ତାର ଏକ୍ଜାମ୍ପଲ ହଉଛି ଆଜିର ପ୍ରୋଗ୍ରାମ। ଆକ୍ଚୁଆଲି ସେଦିନର ଯୋଉ ପ୍ରୋଗ୍ରାମ ମିତାଞ୍ଜଳି ମ୍ୟାଡାମ ତାଙ୍କ ଗାଡିରେ ନେଇକି ଯାଇଥିଲେ, ନୂଆ ଜଣେ ଜଏନିଂ କରିଛନ୍ତି ଆରସିଏମ ରେ, ତ ତାଙ୍କୁ ସାଙ୍ଗରେ ନେଇକି ଯାଇଥିଲେ। ସେ ପୁରା ଦିନ ସାରା ଆମ ସାଙ୍ଗରେ ରହିଲେ। ପ୍ରାକ୍ଟିକାଲ କଥା ମୁଁ ଆପଣଙ୍କୁ କହୁଛି, ସେ ଦିନର ଆକ୍ଟିଭିଟିଜ ତାଙ୍କୁ ଏତେ ଭଲ ଲାଗିଲା ଯେ ସିଏ ଆମର ହେଇଥିଲା ରବିବାର, ମଝିରେ ଗୋଟିଏ ଦିନ, ସେ ସେ ବି ନିଜେ ବି ନଥିଲେ, କାଲି ତାଳଚେର ପଳେଇଥିଲେ, କିନ୍ତୁ ଫୋନରେ ଯୋଗାଯୋଗ ଯୋଗାଯୋଗ କରିକି ତାଙ୍କ ମନରେ ଆତ୍ମବିଶ୍ୱାସ ଆସିଗଲା ଯେ ମୁଁ 40 ଜଣ ଲୋକଙ୍କୁ ଏକାଠି କରିପାରିବି, ଆଉ ସେଥିପାଇଁ ମୋ ଲାଗି ହଲ୍ ବୁଝ। ସନ୍ଧ୍ୟାବେଳେ ସେଠୁ ଆମେ ହଲ୍ ବୁଝିବାରେ ବ୍ୟସ୍ତ। ସେ କହିଲେ ନାଇଁ ବ୍ୟସ୍ତ ହୁଅନା, ମୁଁ ନିଜେ ହଲ୍ ବୁଝି ଦଉଛି। ସେ ନିଜେ ଯାଇ ହଲ୍ ବୁଝି ସବୁ ପ୍ରକାର ତିଆରି, ଇଏ ସବୁ ମାନେ ଦେଖନ୍ତୁ ଇଏ ସମ୍ଭବ କେମିତି ହେଇପାରିଲା। ଆମେ ନୂଆ ନୂଆ ଲୋକଙ୍କୁ ଆମ ସାଙ୍ଗରେ ମିଶେଇଲେ ତ ଏସବୁ ସମ୍ଭବ ହେଇପାରିବ। ଯଦି ଆମେ ମିଶେଇବାନି କାହାକୁ, ତ ଇଏ ସମ୍ଭବ କେମିତି ହବ? ଇଏ ବିଚାରର ପରିବର୍ତ୍ତନ କେମିତି ହବ? ହଁ ମୁଁ କହୁନି ଯେ 100% ସମସ୍ତେ ସଫଳ ହେଇଯିବେ, ନାଇଁ। କିଛି ଲୋକଙ୍କର ମନ ଭିତରେ ବି ଉପରକୁ ଉଠିବା ପାଇଁ ଇଚ୍ଛା ଅଛି। ଆମ ମେଣ୍ଟାଲିଟି ସହିତ ତା ମେଣ୍ଟାଲିଟି ମିଶିବ, କିନ୍ତୁ ଆମେ ତାକୁ ଜଜମେଣ୍ଟ କରିବା କେମିତି? ତ ତାଙ୍କୁ ଆଣିବା।
ହଉ ଠିକ ଅଛି, ଆମେ ଗୁରୁକୁଳ ଉପରକୁ ଆସିବା, ଆଲୋଚନା ଉପରକୁ ଆସିବା। ଆରତି ଅପା କୁହନ୍ତୁ। ଜୟ ଶ୍ୟାମ, ଶୁଭ ସକାଳ। ଆଜି ବହୁତ ଭଲ ଲାଗିଲା ଗୁରୁଜୀଙ୍କ କଥା ଶୁଣିକି। ଶେଷରେ ଗୁରୁଜୀ ବି ନିଜକୁ ଦେଖ ଏତେ ବଡ ମାନେ ଆସିଆନ ୱାର୍ଲଡ ର ଜଣେ ବିଜନେସ ଇଏ ଏମ୍ପାୟାର ତିଆରି କରିଛନ୍ତି ସମସ୍ତଙ୍କ ପାଇଁ। ତଥାପି ସେ ନିଜକୁ ପୁରା ଆସିଆନ ଫ୍ୟାମିଲି, ଆସିଆନ ଅଲ ଓଭର ଇଣ୍ଡିଆ ସେ ନିଜକୁ ସମର୍ପିତ କରିଛନ୍ତି। ତଥାପି ଦେଖ ତାଙ୍କର ଇଗୋନେସ ନାହିଁ। ସେ କେତେ ନିଜକୁ ସମର୍ପିତ କରିକି ବି ଦୁଃଖିତ ହଉଛନ୍ତି, ମୁଁ ଯଦି କାହାର କିଛି କ୍ଷତି କରୁଛି। ମତେ ସେଇଟା ବହୁତ ଦୁଃଖ ଲାଗିଲା ଶୁଣିକି। ଆଉ ମୁଁ କାହା ମନେ ଯଦି ଦୁଃଖ ରହିଛି, ସେ କେତେ ମାନେ ତାଙ୍କର ମାନେ ସ୍ୱଭାବରେ ମାନେ ସେଇଟା ଆମେ ତାଙ୍କଠୁ ଶିଖିବା ଦରକାର। ଆଉ ମୁଁ କହୁନି ଯେ ମୁଁ ଗୋଟେ ଟିମ ର ଲିଡର, ମୁଁ ଲିଡର ନୁହଁ, ମୋ ଫ୍ୟାମିଲିର ଆସିଆନ ଫ୍ୟାମିଲିର ସମସ୍ତେ ଗୋଟେ ଗୋଟେ ଲିଡର। ଆଉ ଏଇ ବିଦ୍ୟୁତ ଲତାକୁ ଦେଖ, ସେ ନୂଆ ଜଏନ କରିଛି। ତାର ମାନେ କଣ ଏତେ ମାନେ ଜୋଶ, ଯେମିତି ସିକନ୍ଦର ସାହେବଙ୍କ ଜୋଶ ଦେଖିଲେ ଲାଷ୍ଟରେ गुरुजी कहले ऐसे जोश रखना चाहिए सबको। ସେ ପୁରା ତାଙ୍କର କହିବାର ସ୍ପିଡ ଆଉ ଇଏ ମାନେ ସେ ତା ଭିତରେ ସବୁ କହିଦେଇ ଯାଉଛନ୍ତି। ମାନେ ଏଇଟା ତାଙ୍କର କେତେ ଭଲ ପାଇବା ଅଛି ଆମକୁ। ସେଇଥିପାଇଁ ମୁଁ କହୁଛି, ଆମେ ସମସ୍ତେ ନିଜକୁ ଭାବିବା ଯେ ଆମେ କେହି ବଡ ନୁହଁ, ସମସ୍ତେ ଆମେ ସମାନ। ଆସିଏମ ଫ୍ୟାମିଲିରେ ଆମେ ସମସ୍ତେ, କାହାର କୋଉଠି କଣ ଭୁଲ ରହିଯାଉଛି, ମୁଁ ବି ନିଜେ ମୋ ଭୁଲ ମାଗୁଛି। ମୁଁ ଯଦି କାହା ମନରେ କେବେ କିଛି କହିକିରି ଦୁଃଖ ଦେଇଛି, ମୋ ଆସିଏମ ଫ୍ୟାମିଲି, ମୋ ଯୋଉ ଟିମର ମାନେ ସମସ୍ତଙ୍କ ପାଖରେ ମୁଁ ନିଜକୁ ସବୁବେଳେ ସମର୍ପିତ କରିଛି। ଆଉ ମତେ ବହୁତ ଭଲ ଲାଗେ। ଦେଖ ବିଦ୍ୟୁତ ଲତା ଗୋଟେ କେତିକି ଦିନ ଭିତରେ ସେ ଜଏନ କଲା, ତାର ଏଇ ମିଟିଂରେ କଣ ଇଏ ହେଲା। ଆଉ ସେ ମାନେ ନିଜେ ଗୋଟେ ନିଜ ତରଫରୁ ସେ ଗୋଟେ ଆରେଞ୍ଜ କରିବା ପାଇଁ ହେଲ୍ଥ କ୍ୟାମ୍ପ କହିଲା। ମୁଁ ସେଥିପାଇଁ ତାକୁ ବହୁତ ଭଲ ଲାଗୁଛି। ଆଉ ମୁଁ ଆଉ କଣ କହିବ ବଟୁ ଶତପଥୀ। ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ। ଟାଇମ ସାର୍ ନମସ୍କାର ସାର୍, ହେଇଗଲା। ଜୟ ଶ୍ରୀରାମ ସାର୍। ନମସ୍କାର, ନମସ୍କାର, କୁହନ୍ତୁ। ଆଉ ସାର୍ ତ ଆଜି ଆଉ ଗୁରୁକୁଳରେ ଦେଖିଲା ମୁଁ ଟିକେ ମର୍ଣ୍ଣିଂ ୱାକ୍ ଯାଇଥିଲି ତ ସାର୍, ଟିକେ ଶୁଣୁଥିଲି ଆଉ ଟିକେ ହେଲା ଡିଷ୍ଟର୍ବ ହେଇଗଲା। ଆଉ ସାର୍ ବହୁତ ଯାହା ହଉ, ସାର୍ଙ୍କ ତ ବହୁତ ବଢିଆ ତାଙ୍କର ଥିଲା। ସାର୍ ପରଚେଜ ଉପରେ କହିଲେ, ଆଉ ଯେକୌଣସି ଜିନିଷ ଆମେ ପରଚେଜ ଟିମରେ କରୁଛେ, ସାଙ୍ଗେ ସାଙ୍ଗେ ଯୋଉ କଥା କହିଲେ ସାଙ୍ଗେ ସାଙ୍ଗେ ବିଲିଂ କରିବା ଦରକାର। ବିଲିଂ କଲେ କଣ ତାଙ୍କର ସାମ୍ନା ବାଲାର ତାର ଫେଥ ରହିବ। ସେ ଗୋଟେ ଜିନିଷ ନବାକୁ ଗଲେ ସେ କହିଲା ବିଲିଂ ସାଙ୍ଗେ ସାଙ୍ଗେ ଇନଷ୍ଟାଣ୍ଟ ମିଳିଯିବ, ସାଙ୍ଗେ ସାଙ୍ଗେ ଅନ୍ୟ ଜିନିଷ ନହେଇକି ଆମ ଆକ୍ସନ ହିସାବରେ 100% ପ୍ରଡକ୍ଟ ୟୁଜ କରିବ। ତା ସହିତ ସେଲ ପରଚେଜ କେମିତି ଆମେ ବୃଦ୍ଧି କରିବା। ବହୁତ ଗୁଡେ ପ୍ରଡକ୍ଟ ଆମର ଅଛି, ଆମର ନ୍ୟୁଟ୍ରିସନ ପ୍ରଡକ୍ଟ ହେଲା, ଗ୍ରୋସରୀ ପ୍ରଡକ୍ଟ ହେଲା, ତା ସହିତ ହେଲ୍ଥ କେୟାର ହେଲା, ଆମର ଏଗ୍ରିକଲଚର ପ୍ରଡକ୍ଟ ହେଲା, ଆଉ ଷ୍ଟେସନାରୀ ପ୍ରଡକ୍ଟ ହେଲା। ପ୍ରଡକ୍ଟ ପ୍ରାୟ ଆମ ଘର ଜିନିଷର 70-80% ପ୍ରଡକ୍ଟ ଆମର ମିଳିଯାଉଛି। ଆମେ 100% ପ୍ରଡକ୍ଟ ଆମେ ୟୁଜ କରିବା। ହେଲେ ଆମର ନିଜର ଆମର ପରଚେଜ ବୁଝେଇ ପାରିବା, ଆମର ସେଲ ପରଚେଜ ଆମର ବୃଦ୍ଧି କରିପାରିବା। ତା ସହିତ ଆମ ଟିମ ରେ କେମିତି ଆମର ସପୋଜ ଆମର କଣ୍ଟ୍ରୋଲ ନେଇକି ଯାଇଛି, ତାର ସବୁ ଜିନିଷ ଆଭେଲେବୁଲ ନାହିଁ, ତାଙ୍କୁ ଅନଲାଇନ ଟା ଶିଖିବା ଦରକାର, ନିହାତି ଦରକାର। ଅନଲାଇନରେ ଶିଖିଲେ କଣ ହଉଛି, ସେ ତାକୁ ନିଜେ ଦେଖେଇବା, ନିଜେ ବିଲିଂ କରିବା, ସେ ନିଜେ ଘରେ ତାଙ୍କୁ ବତେଇ ଦେଲେ ସେ ନିଜେ ପିଲାମାନେ ତାଙ୍କର ମାନେ ବିଲିଂ କରିବେ। ଯେମିତି ଅନଲାଇନ ବିଲିଂ ସେମାନେ ଫ୍ଲିପକାର୍ଟ ଇଏ କରୁଛନ୍ତି, ପିଲାମାନଙ୍କୁ ବତେଇ ଦେଲେ ସେମାନେ ଘର ଜିନିଷ ରିକ୍ୱାରମେଣ୍ଟ ଜିନିଷ ବିଲିଂ କରିପାରିବେ ତାର ଅନଲାଇନ ଜିନିଷ। ହେଲେ ଆମର ପରଚେଜ କରିବେ। ସାର୍ କହିଲେ ମୁଁ ଯେମିତି ଆମ ଇଲେକ୍ଟ୍ରିକ ବାଲାକୁ ଦେଖେଇଦେଲି, ସେ ତାର ଜାଣିଲେ ତାର ରିକ୍ୱାରମେଣ୍ଟ ଜିନିଷ ତାକୁ ଅନଲାଇନ ବିଲିଂ କରିଦେଲେ। ସେମିତି ଆମେ ଯଦି ସମସ୍ତେ ପ୍ରତିଦିନ ଆମେ ଆମ ଟିମରେ ସେଟାକୁ ଆମେ ଡୁପ୍ଲିକେସନ କରିପାରିବା, ଆମ ସେଲ ପରଚେଜ ଆମର ବୃଦ୍ଧି ହବା ସହିତ ଆମ ଟିମର ଗ୍ରୋଥ ହବ, ଟିମର ବିଜନେସ ବଢିବ। ସେଥିପାଇଁ ଆମ ସମସ୍ତଙ୍କୁ ନିହାତି କରିବା ଦରକାର। ଥ୍ୟାଙ୍କ ୟୁ ସାର୍। ଓକେ, ପିକଅପ୍ ସେଣ୍ଟର ନୁହେଁ, ସେବା କେନ୍ଦ୍ର। ସେବା କେନ୍ଦ୍ର। ଓକେ, ମିତାଞ୍ଜଳି ମ୍ୟାଡ଼ାମ। ନାନୀ, ସନ୍ଧ୍ୟାରାଣୀ ସାହୁ, ନାନୀ କୁହନ୍ତୁ। ଜୟ ଆସି ଜୟ। ଶୁଭ ସକାଳ। ମୁଁ ତ ସବୁ ଶୁଣୁଛି, ଆଉ ଯାହା ସବୁ କହୁଛନ୍ତି ପ୍ରକୃତ ସବୁ ସବୁ ସତ। ଆଉ ଆର୍ସିଏମ ପରିବାର ଆମେ ସାମିଲ ହେଲେ ଆମର ତ ଇଗୋନେସ ଅଟୋମେଟିକ କମିଯିବ। ଯାହାର ଥିବ ଇଗୋନେସ ଅଟୋମେଟିକ କମିଯିବ। ମାନେ ଅଟୋମେଟିକ କମିଗଲେ ମାନେ ଆମର ପର୍ସନାଲିଟି ମଧ୍ୟ ବଢିଯିବ। ତେଣୁ ମୁଁ ତ ସବୁ ଶୁଣୁଛି, ଆଉ ଅଧିକ ଚେଷ୍ଟା ତ ଚଲେଇଛି, କିନ୍ତୁ କେତେ ଦୂର ସକ୍ସେସ୍ ହେବି ମୁଁ କହିପାରିବିନି। ଆଉ କାଲି କେଶବ ବାବୁଙ୍କୁ କହିଥିଲି, ସେ ଆସି କିଣାକିଣି କରିଛନ୍ତି। ତାଙ୍କୁ ଏଇ 1500 ପିବି କଥା କହିଛି।
ସେ ମାନେ ରାଜି ହେଇଛନ୍ତି ଏବଂ ଗୁରୁକୁଳରେ ବସିବାକୁ କହିଛି। ଆଉ ମୁଁ ତାଙ୍କୁ ବି କହିଛି ମୁଁ ଡେଲି ଆସନ୍ତୁ, ଟିକେ ଅଧଘଣ୍ଟା ଘଣ୍ଟେ ସମୟ ଦିଅନ୍ତୁ, ତାହେଲେ ଆପଣଙ୍କର ପଜିଟିଭନେସଟା ବଢିବ। ଆଉ ସେ ରାଜି ହେଇଛନ୍ତି। ମୁଁ ମାନେ ଚେଷ୍ଟା ଚଲେଇଛି ଆଉ, କିନ୍ତୁ ବହୁତ ମୁଁ ବଢିଆ। ଆଉ ମାନେ ପ୍ରତିଶ୍ରୁତି କିଛି ଦେଇପାରୁନି। ନାଇଁ ନାଇଁ, ବହୁତ ବଢିଆ। ଆକ୍ଚୁଆଲି ବୟସର ବି ବହୁତ ସାରା ମାହାତ୍ମ୍ୟ ଅଛି। ଆପଣଙ୍କ ବୟସରେ ଯଦି ଆପଣ କରିପାରୁଛନ୍ତି, ଆମକୁ ବହୁତ ବଡ ପ୍ରେରଣା ମିଳୁଛି। ଓକେ, ସାର୍ ଆସନ୍ତୁ, ଚାନ୍ଦ ସାର୍, ଚାନ୍ଦ ସାର୍, ସାର୍, ହଁ ସାର୍, ଆଜ୍ଞା ଶୁଭୁଛି? ଆଜ୍ଞା ଆଜ୍ଞା ସାର୍, ସାର୍ ସାର୍ ଶୁଭୁଛି, କୁହନ୍ତୁ ସାର୍। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ନମସ୍କାର, ନମସ୍କାର। ନମସ୍କାର, ନମସ୍କାର ନମସ୍କାର, ସାର୍, ଗୁଡ ନମସ୍କାର। ମର୍ଣ୍ଣିଂ। ଜୟ ଆରସିଏମ୍, ଜୟ ମର୍ଣ୍ଣିଂ। ଜୟ ଆରସିଏମ୍, ଆରସିଏମ୍। ଜୟ ଆରସିଏମ ସାର୍। ଜୟ ଜୟ ଆସି। ଆରସିଏମ୍। ଆଜି ଘନଶ୍ୟାମ ବାବୁ ଆସିଛନ୍ତି। ନାଇଁ, ଭାଇଙ୍କର କାହିଁକି ଘନ ବାବୁ ନେଟୱାର୍କ ପଳେଇଲା ନା କଣ, କଟିଗଲା। କଟିଗଲେ? ହୁଁ, ଏବେ ଜଷ୍ଟ ହୁଁ, କଟିଗଲେ, ନେଟୱାର୍କ ବୋଧେ ପଳେଇଲା। ଆଚ୍ଛା ଆଚ୍ଛା। ଆଜ୍ଞା। ଗ୍ୟାସେସ୍ ଫର୍ମୁଲାକୁ ଭଲ ଭାବେ ଆମେ ଫୋକସ କରିବା। ଏଇ ଉପରେ ପୁରା ଜୋର ଦଉଛନ୍ତି ଟିସିଜି। ଗ୍ୟାସେସ୍ ଫର୍ମୁଲାକୁ ସିଡ୍ସ ଫର୍ମୁଲା ସ୍ୱାସ୍ଥ୍ୟ ପାଇଁ, ଗ୍ୟାସେସ୍ ଫର୍ମୁଲା ସମ୍ପୂର୍ଣ୍ଣ ଗ୍ରୋଥ ପାଇଁ। ସିଡ୍ସ ଫର୍ମୁଲା ସ୍ୱାସ୍ଥ୍ୟ ପାଇଁ, SEEDS ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ନିଜ ଉପରେ ଆପ୍ଲାଏ କରିବା ଏବଂ ସମସ୍ତଙ୍କ ପାଇଁ ଯେତେବେଳେ କାଉନସିଲିଂରେ ହଉ, ମିଟିଂରେ ହଉ, ହେଲ୍ଥ କ୍ୟାମ୍ପରେ ହଉ, ସିଡ୍ସର ଫର୍ମୁଲା। ଆଜି ହେଲ୍ଥ କ୍ୟାମ୍ପ ହଉଛି, ଶୁଣି ଭାଇ ଖୁସି ଲାଗିଲା। ଏଇ ହୁଏ। ଦେଖନ୍ତୁ, ଆମର ସାଧାରଣତଃ କଣ୍ଟିନ୍ୟୁଟି ଯେତେବେଳେ କରିବେ ଆଉ ଲୋକଙ୍କ ସହିତ ଯେତେବେଳେ ସମ୍ପର୍କରେ ଆମେ ଆସିବା, ଅଛନ୍ତି ଅନେକ ଲୋକ ଦୁନିଆରେ ଅଛନ୍ତି, ସଂସାରରେ ଅଛନ୍ତି, ଯିଏକି ଆରସିଏମ ର ଏ ପ୍ରକାର ଯୋଉ ମହାନ ଅଭିଯାନ ଆଉ ଏଇ ଯୋଉ ମହତ୍ ଗୁଣ ସବୁ ବିଷୟରେ ଜାଣିନାହାନ୍ତି। ସେ ଜାଣିନାହାନ୍ତି। ଆଉ ଯୋଉମାନେ କିଛି ଜାଣିଛନ୍ତି, ସେମାନଙ୍କୁ ତ ଅନେକ ବୁଝି ନାହାନ୍ତି। ଏଇ କଥା ଟିସିଜି ତାଙ୍କର 2 ବର୍ଷ ତଳେ ଗୋଟେ ଭିଡିଓରେ କହୁଥିଲେ। ଆପଣଙ୍କ ଅପେକ୍ଷାରେ ବସିଛନ୍ତି ସେମାନେ। ଆପଣ ଯଦି ତାଙ୍କ ପାଖରେ ପହଞ୍ଚିବେ, ତାହେଲେ ସିଏ ଖୁସି ହେବେ। ଅନେକ ଲୋକ ଜାଣିନାହାନ୍ତି, ଆଉ ଅନେକ ଲୋକ ଜାଣିକିରି ବୁଝି ପାରିନାହାନ୍ତି। ସିଏ ଜାଣିବେ, ସେମାନେ ବୁଝି ପାରିନାହାନ୍ତି। ଯିଏ ଆପଣଙ୍କ କଥାକୁ ଗ୍ରହଣ କରୁନାହାନ୍ତି, ନେଗେଟିଭ ହଉଛନ୍ତି, ଟିସିଜି କହିଛନ୍ତି ସେଠି ଧୈର୍ଯ୍ୟ ଦରକାର, କାରଣ ସେମାନେ ବୁଝି ପାରିନାହାନ୍ତି। ଆପଣ ବୁଝୁଛନ୍ତି ଯେ ଆରସିଏମ ର ମହାନତା ଆମେ ବୁଝିପାରୁଛୁ, ଆପଣମାନେ ବୁଝିପାରୁଛନ୍ତି। କିନ୍ତୁ ଯୋଉମାନେ ନୂଆ ନୂଆ ଆସିବେ, ଯୋଉମାନଙ୍କର ସେମିତି ବୁଦ୍ଧି ଖୋଲିନି, ତାଙ୍କର ସେତେ ଡେପ୍ଥଲି ଚିନ୍ତା କରିପାରିନାହାନ୍ତି, ସେମାନେ ଜାଣିକରି ମଧ୍ୟ ବୁଝି ପାରିନାହାନ୍ତି। ଆଉ ଅନେକ ଅଛନ୍ତି, ଜାଣିଛନ୍ତି, ବୁଝିଛନ୍ତି, କିନ୍ତୁ କର୍ମ କ୍ଷେତ୍ରରେ ସେମାନେ ଆକ୍ଟିଭ ହେଇପାରୁନାହାନ୍ତି। କାମ ଠିକ ମତନ କରିବା ପାଇଁ ଯୋଉ ଦରକାର, ଇଚ୍ଛା ଶକ୍ତି ଦରକାର, ତାର ଅଭାବ ହଉଛି। ତେଣୁ ଆମର କର୍ତ୍ତବ୍ୟ ହଉଛି, ଯୋଉମାନେ ଭଲ ଭାବେ ଆରସିଏମ କୁ ବୁଝିଛନ୍ତି, ଆରସିଏମ ର ମହାନ ଗୁଣକୁ ଜାଣିପାରୁଛନ୍ତି, ଆରସିଏମ ଯେ ଲୋକମାନଙ୍କର ଉପକାର କରିବ, ସମାଜର ଉପକାର କରିବ, ଦେଶର ଉପକାର କରିବ, ଏକଥା ଜାଣିଛନ୍ତି, ସେମାନେ ଯଦି ଏଇ ଯୋଉ 3 ପ୍ରକାର ଲୋକ, 4 ପ୍ରକାର ଲୋକ ଅଛନ୍ତି ଦୁନିଆରେ, ତାଙ୍କୁ ଯଦି ନ କହନ୍ତି, ତାଙ୍କୁ ଯଦି ନ ବୁଝାନ୍ତି, ଧୈର୍ଯ୍ୟର ସହିତ ତାଙ୍କୁ ଯଦି ଆରସିଏମ ର ଏଇ ଯୋଉ ମହାନ ଅଭିଯାନରେ ସାମିଲ କରିବା ପାଇଁ ଅଧୈର୍ଯ୍ୟ ହୋଇଯାଆନ୍ତି, ତାହେଲେ କଣ ହବ ନା, ଆମେ ବଡ ଭୁଲ କରିବା। ଆମେ ବଡ ବଡ ଭୁଲ କରିବା। ଆମେ ଗୋଟେ ଭଲ ଜିନିଷ ଜାଣିଛେ, କିନ୍ତୁ କାହାକୁ କହିବାନି। ଅନେକ ଘଟଣା କଥା ଅଛି, ଯେ ଯଦି ଆମେ ଅନ୍ୟକୁ ଜଣେଇଦବା, ତାହେଲେ ସେ ତାର ଉପକାର ହବ। ତ ଆମେ ସେଟା ଯଦି ନ ଜଣେଇବା, ଆମେ ଯଦି ସେଥିରେ କଣ ହୁଏ, ଆମକୁ ବାଧା ଦେଇକି ଆମର ସଙ୍କୋଚ ଭାବ, ଆମର ଅହଙ୍କାର ଭାବ, ଏଇଠି ଟିସିଜିଙ୍କର ଆପଣ ମାନେ ଆଲୋଚନା କରୁଥିଲେ, ଏତେ ବିନମ୍ରତା, ଏତେ ଅହଙ୍କାର ଶୂନ୍ୟ କାହିଁକି? ଏ ସିଷ୍ଟମରେ ଯଦି ଆମେ ଆଗେଇବା, ଆମ ଭିତରେ ବିନମ୍ରତା ଏବଂ ଅହଙ୍କାର ଶୂନ୍ୟ ରହିବା ଦରକାର। ଏକୁ ଯଦି ନ ରହିବ, ତାହେଲେ ଅନ୍ୟମାନେ ତାଙ୍କର, ସେମାନେ ତ ଯୋଉମାନେ
ଆରସିଏମ ର ସମ୍ପର୍କରେ ଆସିନାହାନ୍ତି, ଆରସିଏମ କୁ ବୁଝିକିରି ବୁଝି ପାରୁନାହାନ୍ତି, ବୁଝି କରି ମଧ୍ୟ ସେଇ ଅନୁସାରେ କାମ କରିପାରୁନାହାନ୍ତି। କାରଣ କଣ? ତାଙ୍କ ଭିତରେ କିଛିଟା ଅଜ୍ଞାନତା ଆଉ କିଛିଟା ଅହଙ୍କାର ତାଙ୍କ ପାଖରେ ଅଛି। ତାଙ୍କ ପାଖରେ ଅଜ୍ଞାନତା ଅଛି, ଅହଙ୍କାର ବି ଅଛି। ଅଜ୍ଞାନତା ଅଛି, ଯୋଉମାନେ ଜାଣିନାହାନ୍ତି ତାଙ୍କର ଅଜ୍ଞାନତା, ଯୋଉମାନେ ଜାଣିକିରି ବୁଝି ପାରୁନାହାନ୍ତି ତାଙ୍କ ଭିତରେ ଅଜ୍ଞାନତା, କିନ୍ତୁ ଜାଣିକିରି ବୁଝିକିରି କାମ କରୁନାହାନ୍ତି ସେଇଟା ହଉଛି ତାଙ୍କର ଅଳସୁଆମୀ, ମାନେ ଅହଙ୍କାର ଗୁଣରୁ ଯୋଗୁଁ କାମ କରିପାରୁନାହାନ୍ତି। ତାଙ୍କର ମାନେ ଅନେକ କିଛି ନେଗେଟିଭ ଗୁଣ ତାଙ୍କ ପାଖରେ ରହିଯାଇଛି। ସେ ନେଗେଟିଭ ଗୁଣକୁ ଯଦି ମାନେ ପରିଷ୍କାର କରିବା ପାଇଁ ଗୋଟିଏ ଉପାୟ ହେଉଛି ଆମେ କେତେ ଅହଙ୍କାର ଶୂନ୍ୟ ହେଇକିରି କେତେ ବିନମ୍ରତାର ସହିତ କିଛି ଧୈର୍ଯ୍ୟର ସହିତ ତାଙ୍କ ସହିତ ମିଶିବା, ମିରାକଲ ରେଜଲ୍ଟ ହୁଏ। ଏଇଟା ମୋର ଅନୁଭବ କରିଛି। ଅନେକ ଅଛନ୍ତି, ଅନେକ ଲୋକ ଅଛନ୍ତି ଭାରି ବଡ ବଡ କଥା କହନ୍ତି, ଭାରି ଅଭିମାନ କରନ୍ତି, ଭାରି ଅହଙ୍କାର କରନ୍ତି। ମୁଁ ଲକ୍ଷ ଲକ୍ଷ ଟଙ୍କା ପାଉଛି, ମୋର ଆରସିଏମ କରିକିରି କଣ ହବ, ମୋର କଣ ପଇସାରେ ଅଛି, ଏମିତି ସବୁ ଭୁଲ ଚିନ୍ତାଧାରା ତାଙ୍କ ମନରେ ପଶିଥାଏ। ଆମ ପାଖରେ ଦି ଜଣ ବେଷ୍ଟ ଲିଡର ଆମର, ଯିଏକି ଏକ୍ସାମ୍ପଲ, ଜଣେ ପୁରା ମାଟିର ମଣିଷ ଆଉ ଜଣେ ଆସମାନର ମଣିଷ। ମୁଁ କୁହେ ସମସ୍ତଙ୍କୁ, ମାନେ ସଞ୍ଜୀବ ସାର୍, ସିଏ ତ ମଲ୍ଟି ମିଲିୟନାରୀ ତାଙ୍କ ପରିବାର, ସିଏ କାହିଁ ଆରସିଏମ କରୁଛନ୍ତି? ତାଙ୍କର ବ୍ୟାକଗ୍ରାଉଣ୍ଡ ତ କଣ ନା କଣ। ଆଉ ଯୋଉମାନେ କହନ୍ତି ଆମେ ବହୁତ ମାନେ ଫାଇନାନ୍ସିଆଲି ଆମେ ୱିକ୍, ଆମେ ଆରସିଏମ ବିଜନେସ କରିପାରିବୁନି, ଆମର ଏମିତି ଅସୁବିଧା ସୁବିଧା, ସେ କ୍ଷେତ୍ରରେ ଆମେ ପ୍ରହ୍ଲାଦଜୀଙ୍କର ଏକ୍ସାମ୍ପଲ ଦଉ। ଦେଖ ଇଏ କୋଉ ଭଳି ଲୋକ, କୋଉ ଭଳି ଆସିପାରୁଛନ୍ତି। ତେଣୁ ଏଠି ସମସ୍ତେ ସବୁ ପ୍ରକାରର ଲୋକ ଆରସିଏମ କରିବା ପାଇଁ ଯୋଗ୍ୟ, ସିଏ ତାଙ୍କ ଭିତରେ ସେ ଯୋଗ୍ୟତା ଅଛି। ତ ତେଣୁକରି କିଏ ଅହଙ୍କାର କରି କହିବ ଯେ ମୋର ଆରସିଏମ କରି କଣ ଲାଭ ହବ, ଆରସିଏମ କରିକି କଣ ଲାଭ, ମାନେ ଆରସିଏମ ଭଲ ବୁଝି ନାହାନ୍ତି। ସେ ଆରସିଏମ ରେ ଯେ କେତେ ପ୍ରକାରର ଗୁଣ ଅଛି, କେତେ ପ୍ରକାର ମାନେ ଲୋକଙ୍କୁ ଉପକାର କରିବା ପାଇଁ ତା ପାଖରେ ଆରସିଏମ ପାଖରେ ସେ ଶକ୍ତି ଅଛି, ସେମାନେ ଆରସିଏମ କୁ ଭଲ ଭାବେ ବୁଝି ପାରିନାହାନ୍ତି। ସେଇଥିପାଇଁ ସେମାନେ କହନ୍ତି ଆରସିଏମ କରିକି ମୋର କଣ ହେଇଯିବ, ଏଇଭଳି ସବୁ କହନ୍ତି। ତେଣୁ ସେ କ୍ଷେତ୍ରରେ ଯଦି ଆମେ ତାଙ୍କୁ ଅହଙ୍କାର ଶୂନ୍ୟ ହେଇ ବିନମ୍ରତାର ସହିତ ଆଉ ଧୈର୍ଯ୍ୟର ସହିତ ତାଙ୍କ ସହିତ ସମ୍ପର୍କ ରଖିବା, ଆଉ ବାର ବାର ତାଙ୍କ ସହିତ ସମ୍ପର୍କ ରଖିବା, ଆଉ ବାର ବାର ତାଙ୍କୁ ମିଟିଂ କୁ, ସେମିନାର କୁ, ଟ୍ରେନିଂ କୁ ଡାକିବା, ତାଙ୍କୁ ଭିଡିଓ ପଠେଇବା, ତାଙ୍କ ସହିତ ଫୋନରେ କଥାବାର୍ତ୍ତା ହେବା, ଏବଂ ତାଙ୍କ ସହିତ କେତେବେଳେ କେତେବେଳେ ଦେଖା କରିବା, ଇଏ ସବୁ ଧୈର୍ଯ୍ୟର ସହିତ କରିବା, ତାହେଲେ ଧୀରେ ଧୀରେ ଦେଖିବେ କିଛି ଆପଣଙ୍କର ସେମାନଙ୍କ ଭିତରୁ ମିନିମମ୍ 20% କି ଏମିତି ଆଜି ଯାହା ଯିଏ ଆଜି লিডিଂ ନେଇକିରି କହୁଛନ୍ତି ଯେ ଆଜି ଗୋଟେ କରିବା ପ୍ରୋଗ୍ରାମ, ଏଇଭଳି ଲୋକ ଅଛନ୍ତି ଯୋଉମାନେ କି ବାହାରି ପଡିବେ। ଆମକୁ ସେଇଭଳି ଲୋକକୁ ପାଇବାକୁ ହେଲେ ଆମେ ସମସ୍ତଙ୍କ ସାଙ୍ଗରେ ସମ୍ପର୍କ ରଖିଥିବା। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓଭର ଟୁ ସତ୍ୟଦେव। ଓକେ, ଥ୍ୟାଙ୍କ ୟୁ ସାର୍। ନମସ୍କାର। ବହୁତ ବଢିଆ କଥା, ବହୁତ ମୂଲ୍ୟବାନ କଥା ସାର୍ଙ୍କଠୁ ଆମକୁ ଜାଣିବାକୁ ମିଳିଲା। ତ ଆମେ କରିବା, ଆଗକୁ ବଢିବା। ପୁଣି କାଲି ସକାଳୁ ଆମେ ଦେଖା ହବା ନୂଆ ଗୁରୁକୁଳରେ। ଆଜି ନିଜର କର୍ମକ୍ଷେତ୍ରରେ ଆମେ ପୁଣି ଆଗେଇ ଯିବା। ଓକେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଦିନ ଶୁଭରେ କଟୁ, ଭଲରେ କଟୁ, ଖୁସିରେ କଟୁ।